वेलकम टू आदित्य एकेडमी। तो बहुत सारा पिलांकर मेसेज थे तो सर ओपीएससी ओएससी टू 2024 डिसेंबर रे जो पोस्ट आसीबो जार एग्जाम तुम माने 2025 रे तुम दबो जहाँ को मैं 2024-25 रो नोटिस बेली कहूचे केतेटा पोस्ट आसीबो को टाइप रो पोस्ट अछि बा को ग्राउंड रो पोस्ट अछि स्पेसिफिक बहुत सारा पिलांकर डाउट थला सर ओपीएससी पोस्ट रो केतेटा आसीबो तो ओडिशा पुलिस सर्विस ए समस्त पॉइंट ऊपर आज हम डिस्कशन करिबा ता सहित तुमମାନଙ୍କ सहित ମୁଁ डिस्कशन କରିବି ଯୋଉଟା କି ତୁମମାନଙ୍କର ଏବେ ଯୋଉ ରିସେଣ୍ଟली ନୂଆ ବ୍ୟାଚ୍ ଷ୍ଟାର୍ଟ ହେଇଛି 2025 ପିଲାମାନଙ୍କ ପାଇଁ ବା 24 ଯୋଉ ନୋଟିସ୍ ଆସିବ 3999 ହଉଛି ବୋଥ ପ୍ରି ଆଉ ମେନ୍ ବୋଥ ଲାଙ୍ଗୁଏଜ ଇଂଲିଶ ପ୍ଲସ ଓଡିଆରେ ମନେ ରଖ। ଆକୁ ବ୍ୟାଚ୍ ଜଏନ୍ କରିବା ପାଇଁ ହେଲେ ପ୍ଲେ ଷ୍ଟୋର କୁ ଯିବ ଡାଉନଲୋଡ କରିବ ଆଦିତ୍ୟ ଏକାଡେମୀ ଆଉ ମତେ ଏନି ଡାଉଟ୍ ଥିଲେ କଲ୍ କରିପାରିବ 9937953590। ଓକେ, ଯେ ବର୍ତ୍ତମାନ ଆମେ ଡିସ୍କସନ କରିବା ଯେ ଏ ବର୍ଷ ପୋଷ୍ଟ କେତେ ଆସୁଛି ଆଉ କୋଉ ଗ୍ରାଉଣ୍ଡ ର ପୋଷ୍ଟ ଆସୁଛି। ଦେଖ ପ୍ରଥମ କଥା ତ ଟୋଟାଲ ଆମର କେତୋଟି କାଟାଗୋରୀର ପୋଷ୍ଟ ଆସିଥାଏ। ଗ୍ରୁପ ଏ ରେ ଆମର ତିନୋଟି ପୋଷ୍ଟ ଥାଏ। ଗ୍ରୁପ ଏ ତିନୋଟି ପୋଷ୍ଟ ଥାଏ। ଓଡିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ ଯାହାକୁ ଆମେ ଓଏଏସ୍ ବୋଲି କହିଥାଉ ଓଏଏସ୍। ଓଡିଶା ଫାଇନାନ୍ସ ସର୍ଭିସ ଯାହାକୁ ଆମେ ଓଏଫଏସ୍ ବୋଲି କହିଥାଉ। ଓଡିଶା ପୋଲିସ ପୋଲିସ ସର୍ଭିସ ଯାହାକୁ ଓପିଏସ୍ ବୋଲି ଆମେ କହିଥାଉ। ସାଧାରଣତଃ ଟୋଟାଲ ପୋଷ୍ଟ ର 30% ପାଖାପାଖି ଏଇ ଗ୍ରୁପ ଏ ର ପୋଷ୍ଟ ଥାଏ। ଯଦି ଏ ବର୍ଷ କେତେ ପୋଷ୍ଟ ଆସୁଛି ତ ଏପର୍ଯ୍ୟନ୍ତ କନଫର୍ମ ହେଇନି, ଫିର ବି ମୁଁ ତମମାନଙ୍କୁ ଆନାଲିସିସ୍ କରି କହିବି କେତେ ପୋଷ୍ଟ ଆସୁଛି ପର୍ଟିକୁଲାର ଏଇ ଡିପାର୍ଟମେଣ୍ଟ ର କେତେ କେତେ ଆସିବ। କାହିଁକି ନା ବହୁତ ସାରା ପିଲାଙ୍କର ଟାର୍ଗେଟ ଏଇ ସବୁ ଡିପାର୍ଟମେଣ୍ଟ ଥାଏ। ଇଏ ହଉଛି ଗ୍ରୁପ ଏ। ଗ୍ରୁପ ବି କଥା ଯେତେବେଳେ ଆମେ ଡିସ୍କସନ କରିବା ଗ୍ରୁପ ବି ର ପ୍ରାୟ 7 ଗୋଟି ପୋଷ୍ଟ ଥାଏ। ଯେମିତି କି ତୁମମାନଙ୍କର କିଏ ରହିଲା ନା ଓଡିଶା କୋଅପରେଟିଭ ସର୍ଭିସ, ଓଡିଶା ଲେବର ସର୍ଭିସ, ଓଡିଶା ରେଭିନ୍ୟୁ ସର୍ଭିସ ଯାହାକୁ ଓଆରଏସ୍ ବୋଲି କହୁଛେ। ଓକେ, ଏଟା ଗ୍ରୁପ ବି ର ଓକେ ଓଆରଏସ୍ ବୋଲି କହୁଛେ। ଓଡିଶା ଟେକ୍ସଟାଇଲ ରହିଲା ଏସବୁ ପୋଷ୍ଟ ଦେଖ, ଯୋଉ ଟେକ୍ସଟାଇଲ ସବୁ ଏଗୁରା ସବୁ ଏବେ ରିସେଣ୍ଟଲି ଆଡ ହେଇଛି, ଏଇ ବର୍ଷ ଆଡ ହେଇଛି। ତ ଏ ବର୍ଷ ଯୋଉ ପୋଷ୍ଟ ଆସିବ ଏଇ 3 ନମ୍ବର ପଏଣ୍ଟଟା ସରି ଆମର 4 ନମ୍ବର ପଏଣ୍ଟଟା ଓଡିଶା ଏମ୍ପ୍ଲୟମେଣ୍ଟ ସର୍ଭିସ ଏ ପୋଷ୍ଟ ଏମାନଙ୍କର ମାନେ ଅଧିକ ପୋଷ୍ଟ ଆସିବ ଏ ବର୍ଷ। ତାପରେ ଆସିଲା କିଏ ସେ ନା ଓଡିଶା କୋଅପରେଟିଭ ହଉଛି ତୁମମାନଙ୍କର ଅଡିଟ ସର୍ଭିସ ରହିଲା, ଓଡିଶା ଟୁରିଜିମ ସର୍ଭିସ ରହିଲା। ତ ଏଇ ଯୋଉ ସର୍ଭିସ ଗୁରା ଏଇ ବର୍ଷଠୁ ଆଡ ହେଇଛି। ତ ଏ ବର୍ଷ ଆଡ ହେଇଛି ମାନେ ଗତ ବର୍ଷ ବହୁତ କମ ଆସିଥିଲା ପୋଷ୍ଟ, ତ ଏ ବର୍ଷ ବହୁତ ସାରା ପୋଷ୍ଟ ଆରି ଉପରେ ଆସିବ। ଯଦି ମୁଁ ଓଭରାଲି ତୁମ ସହିତ ଡିସ୍କସନ କରେ ଯେ ଟୋଟାଲି ଏ ବର୍ଷ କେତେ ପୋଷ୍ଟ ଆସିବ, ମନେ ରଖ ଓଭରାଲି ତୁମମାନଙ୍କୁ ଏଥର ସେଇ 500 ରୁ 400 ଭିତରେ ପୋଷ୍ଟ ଆସିବ। କାହିଁକି କହୁଛି ପୋଷ୍ଟ ମେ ବି କମିପାରେ, ମେ ବି ବଢିପାରେ। କେମିତି ବର୍ତ୍ତମାନ ଯଦି ଦେଖିବା 1500 ଏଭବ ପୋଷ୍ଟ ଭ୍ୟାକେନ୍ସି ରହିଛି। ଯେହେତୁ ଭ୍ୟାକେନ୍ସି ଏତେ ରହୁଛି ଡିପେଣ୍ଡ କରେ ସେମାନଙ୍କ ଉପରେ, କାରଣ ସେମାନଙ୍କ ଫାଇନାଲ ମିଟିଂ ବି ଏପର୍ଯ୍ୟନ୍ତ ସରିନି କେତେ ପୋଷ୍ଟ ବାହାର କରିବେ, କିନ୍ତୁ ଡିସେମ୍ବର ଲାଷ୍ଟରେ ପୋଷ୍ଟ ହିଁ ଆସିବ। ତ ଟାର୍ଗେଟ ନିଅ 400+ ଭଳି ପୋଷ୍ଟ ଆସିବାର ଚାନ୍ସ ବି ରହୁଛି। ତ ସେଇ ଟାର୍ଗେଟକୁ ନେଇ ଚାଲ। ଆଉ 400 ଭିତରୁ ତୁମଙ୍କର ଓଡିଶା ପୋଲିସ ସର୍ଭିସରେ ତୁମର ଏଥରକର 20 ରୁ 30ଟି ପୋଷ୍ଟ ଆ ଭିତରେ ରହିବ ଏଥର। ତ ସେଇଭଳି ଓଏସ୍ ଟିକେ ଅଧିକ ରହିବ ଏ ବର୍ଷ, ତାପରେ ଓଏଫଏସ୍ ଟିକେ ସେଇ ହିସାବରେ ରହିବ। ତ ଯଦି ଆମେ ତିନୋଟି ଗ୍ରାଉଣ୍ଡକୁ ଆମେ ଦେଖିବା ଅଲମୋଷ୍ଟ 90 ରୁ 120 ପାଖାପାଖି ପୋଷ୍ଟ ଏସବୁ ଡିପାର୍ଟମେଣ୍ଟରେ ରହିବାକୁ ଯାଉଛି। ଏସବୁ ଡିପାର୍ଟମେଣ୍ଟରେ ରହିବାକୁ ଯାଉଛି। ମେ ବି ଆର ପଏଣ୍ଟଟା ବଢିପାରେ, କିନ୍ତୁ ଓଡିଶା ପୋଲିସ ସର୍ଭିସଟା ଏତେ କେବେ ବଢେ ନା। ତ ଏ ବର୍ଷ ତୁମମାନଙ୍କୁ ଟିକେ ଅଧିକ ଆସିବାର ରହୁଛି। ତ ଏଇଟା ଆନାଲିସିସ୍ କରାଯାଉଛି କାହିଁକି ନା ବହୁତ ସାରା ଯୋଉମାନେ ସବୁ ଓପିଏସସି ପାଇଥିଲେ ବା ଓଡିଶା ପୋଲିସ ସର୍ଭିସ ସେମାନଙ୍କର ଏ ବର୍ଷ ପ୍ରମୋସନ ହେଇଛି। ସେଇ ଗ୍ରାଉଣ୍ଡରେ ମୁଁ କହୁଛି ଯେ ଏଟା କେତେ ଦୂର 100% ବି ଆମେ କହିବା ସାର୍ ଏଟା ଗ୍ୟାରେଣ୍ଟି ନୁହେଁ, ଗ୍ୟାରେଣ୍ଟି ନୁହେଁ। ଗୋଟେ ଆଜ୍ୟୁମ କରାଯାଏ, ଆନାଲିସିସ୍ କରାଯାଏ ଯେ ଆକ୍ଚୁଆଲି କେତେ ଆସିବାର ଚାନ୍ସ ରହୁଛି। ତ ତୁମମାନଙ୍କର ଏଥର ସେ 20 ରୁ 30 ଭଳିଆ ଆସିବ। ତ ଏଇ ଗ୍ରାଉଣ୍ଡରେ ଆସିବ। ତ ମୋର କହିବା କଥା ପୋଷ୍ଟ ଆସିବାଟା ଯେତିକି ଇମ୍ପୋର୍ଟାଣ୍ଟ ନଥାଏ, ପୋଷ୍ଟ ଆସିଲା ବେଳକୁ ତୁମେ କେତେ ଦୂର ତୈୟାରୀ ହେଇଛ, କେତେ ଦୂର ତମ ଖଣ୍ଡାକୁ ମଜବୁତ କରିଛ, ସେଟା ହଉଛି ଇମ୍ପୋର୍ଟାଣ୍ଟ। ତ ବହୁତ ପିଲା ଏବେଠୁ ପ୍ରିପାରେସନ ଷ୍ଟାର୍ଟ ହିଁ କରିସାରିଲେଣି, 20-30% ସାରି ସାରିଲେଣି। ତୁମକୁ ବର୍ତ୍ତମାନ କଣ କରିବାର ଅଛି ନା ଷ୍ଟାର୍ଟ କରିବାର ଅଛି। ବହୁତ ସାରା ପିଲାଙ୍କ ପୂର୍ବ ଭିଡିଓରେ ମୁଁ ତମକୁ ବତେଇଥିଲି ଯେ କନଫ୍ୟୁଜନ ତୁମମାନଙ୍କ ଅଛି ଯେ ପୋଷ୍ଟ ଆସିବା ପୂର୍ବରୁ ଆମକୁ କଣ କରିବାର ଅଛି। ସେ ଭିଡିଓ ଯୋଉମାନେ ଦେଖିଛ ଅଲରେଡି ସେମାନେ ମାଇଣ୍ଡ ସେଟଅପ୍ କରିସାରିଥିବ ଯେ ଆକ୍ଚୁଆଲି ମତେ ପୋଷ୍ଟ ଆସିବା ପୂର୍ବରୁ କଣ କରିବାର ଅଛି। ମାଇଣ୍ଡ ଆଗ ସେଟଅପ୍ କର ଯେ କଣ କରିବାର ଅଛି, କୋଉ ମିଡିୟମ ନବାର ଅଛି। ଆଉ ଗୋଟେ ଜିନିଷ ବହୁତ ସାରା ୟୁଟ୍ୟୁବରେ ଏଣୁ ତେଣୁ ଭିଡିଓ ଆସୁଛି ଯେ ଓଡିଆରେ ନେଲେ ତୁମମାନଙ୍କର ଗୋଟେ ଭଲ ମାର୍କ ହବନି। ମୁଁ ବି ଲେଖି ଦଉଛି ପ୍ରିଲିମ କୁ ରଖ ଓଡିଆ ଇଂଲିଶରେ, ମେନ୍ କୁ ରଖ ଓଡିଆ, ସବୁଠାରୁ ସୁପର ମାର୍କ ଆସିବ, ସବୁଠାରୁ ସୁପର ମାର୍କ ଆସିବ। ଓକେ, ତ ଆଉ ଥରେ କହିଦଉଛି ତୁମମାନଙ୍କୁ। ତ ଯୋଉମାନେ ଇଣ୍ଟରେଷ୍ଟେଡ ଥିବ ପ୍ଲେ ଷ୍ଟୋରକୁ ଯିବ ଡାଉନଲୋଡ କରିବ
आदित्य एकेडमी आप्लिकेशन कहीं से सब जिन माने सर्टली सब जिन तुमको अवेलेबल हो जोटा रिसेंटली नुआ बैच स्टार्ट होती एनी डाउट मत कॉल कर कहीं पर डे 2 to 3 टाइम लाइव क्लास चलुची मो शेड्यूल तुमको दे दूची को टाइम क्लास होची सकाळ 8:15 AM रे मैथ क्लास रोची 7टा बेले तुम जीएस ର କ୍ଲାସ ରହୁଛି ଆଉ 8:30ରେ ବି ଗୋଟେ କ୍ଲାସ ରହୁଛି ଆଉ କିଛି କିଛି କ୍ଲାସ ଏକ୍ସଟ୍ରା କ୍ଲାସ 4:30 ବା 5 ରେ ଷ୍ଟାର୍ଟ ହଉଛି ଇଭିନିଂ ରେ ସବୁ କ୍ଲାସ ର ରେକର୍ଡିଂ ତମେ ଆପ୍ଲିକେସନରେ ପାଇବ ୱିଥ ପିଡିଏଫ ସହିତ ଏନି ଡାଉଟ୍ ଦେଲେ ଏ ନମ୍ବର ମତେ କଣ୍ଟାକ୍ଟ କରିପାରିବ ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟ। ହଁ ଆଉ ଗୋଟେ ଜିନିଷ କହିବାକୁ ଚାହୁଁଛି ତୁମକୁ କୋଉ ଟାଇପ ର ଭିଡିଓ ଆଉ ଦରକାର କହିଲେ ମୁଁ ଡେଫିନେଟଲି ସେ ଟାଇପ ର ଭିଡିଓ